এবং ଖାଉଟିଠୁ ଆରମ୍ଭ କରି ମାନବ ଅଧିକାର ପର୍ଯ୍ୟନ୍ତ ସମସ୍ତ ଅଧିକାର ଆଇନ ବଳ ଭିତରେ ରହିଛି। ତେଣୁ ସ୍ୱାଧୀନତା ପରଠୁ ବା ସ୍ୱାଧୀନତା ପୂର୍ବରୁ ଆଇନ ଥିଲା ଏବଂ ଯେଉଁ ଆଇନ ଭିତରକୁ ଆମେ ଆଜି ଗତି କରୁଛେ ଯାହାକି ଶିଶୁମାନଙ୍କର ସମସ୍ୟା ପାଇଁ ଆଇନର ଦିଗନ୍ତ ବିଷୟରେ ଆଜିର ଯେଉଁ ଆଲୋଚନା କରାଯିବ, ଆମେ ପ୍ରଥମେ ଦେଖିବା ଯେ ଶିଶୁମାନଙ୍କର ସମସ୍ୟା କ'ଣ ଏବଂ କାହିଁକି ଶିଶୁମାନଙ୍କର ସମସ୍ୟା ଯୋଗୁଁ ଆଇନ ତାହା ବାଧ୍ୟ ହେଲା କରିବା ପାଇଁ। ଆମେ ବି ଆଗରୁ ଜାଣିଛେ ଯେତେବେଳେ ରାଜାମାନେ ମୃତ୍ୟୁବରଣ କରିଥାନ୍ତି ଏବଂ ରାଜାଙ୍କ ମୃତ୍ୟୁବରଣ ପରେ ଯଦି ଉତ୍ତରାଧିକାରୀ ନ ମିଳିଲା ସେଇଠି ମଧ୍ୟ ହେଲେ ଗୋଟେ ଆଇନ ଅନୁଯାୟୀ ତାକୁ ଆମେ ରଖୁଥିଲେ ଏବଂ ଯେଉଁ ସମୟରେ ସମସ୍ତ ବାପା ମା ମରିଗଲା ପରେ ଛୁଆର ଯଦି କୌଣସି ପ୍ରକାର କାର୍ଯ୍ୟକ୍ରମକୁ କି ଗତି ନ କଲା ତାହେଲେ ସରକାର ମଧ୍ୟ ତା'ର ଆଇନର ଭାର ନିଅନ୍ତି, ଯାହାକି ଜିଲ୍ଲାପାଳ ସେଥିପାଇଁ ରହିଛନ୍ତି ଏବଂ ବିଭିନ୍ନ ପ୍ରକାର ସହରରେ ବା ରାଜ୍ୟରେ ଆପଣମାନେ ଦେଖୁଛନ୍ତି ବାଳାଶ୍ରମଠୁ ଆରମ୍ଭ କରି ଅନେକ ଗୁଡ଼ିଏ ଆଶ୍ରମ ମଧ୍ୟ ରହିଛି, ଯେଉଁଟାକି ଅନାଥାଶ୍ରମ, ବୃଦ୍ଧାଶ୍ରମ, ବାଳାଶ୍ରମ ଏମିତି ଅନେକ ଗୁଡ଼ିଏ ଆଶ୍ରମ ମଧ୍ୟ ଖୋଲିଗଲାଣି। ଯାହା ବାଳାଶ୍ରମ ରହିଥିଲା ଏବଂ ଅନାଥାଶ୍ରମ ଥିଲା, ବର୍ତ୍ତମାନ ନୂଆ କନସେପ୍ଟ ନୂଆ ୱେରେ ଚାଲିଛି, ବୃଦ୍ଧାଶ୍ରମ ଚାଲିଛି। ବର୍ତ୍ତମାନ ତାହା ଏବେ କ୍ରମାନୁଗତି ଭାବରେ ଗତି କରି ଚାଲିଛି ଏବଂ 2012ରେ ବରିଷ୍ଠ ନାଗରିକ ପାଇଁ ମଧ୍ୟ ଆଇନ ଆସିଲା। ତେଣୁ ବର୍ତ୍ତମାନ ଏ ଯେଉଁ ବାଳକ ବା ଶିଶୁମାନଙ୍କର ରକ୍ଷଣାବେକ୍ଷଣ କରିବା ପାଇଁ ଆଇନ କିପରି ଭାବରେ ଗତି କରିଛି ଏବଂ ଆଇନର ଗତିଧାରା ଭିତରେ ଆମେ କ'ଣ କ'ଣ କରିବାକୁ ପଡ଼େ ଏବଂ ଆଇନ କିପରି ଭାବରେ ଏହି ଶିଶୁମାନଙ୍କ ପାଇଁ ରହିଛି। ଆପଣମାନେ ଜାଣିଥିବେ ଯେଉଁଟାକି ଶିଶୁ ଶ୍ରମିକ କଥା ଆମେ ସମସ୍ତେ ଦେଖିଛେ, ସମସ୍ତଙ୍କ ଘରେ ଯିଏ କାମ କରୁଛି ସମସ୍ତେ ଗୋଟେ ଗୋଟେ ଶିଶୁକୁ ରଖିଛେ, କିନ୍ତୁ ଆମେ ତାକୁ ଗୋଟେ ସାବାଳକ ବୋଲି ସମସ୍ତେ ଗ୍ରହଣ କରୁଛୁ। ଚା ଦୋକାନରେ ଠିଆ ହେଲେ ଯେଉଁ ପିଲାଟି ଆମକୁ ଚା ଦେଉଛି ପିଇବା ପାଇଁ ସିଏ ବି ଗୋଟେ ଶିଶୁ। ହୋଟେଲକୁ ଗଲେ ଯାହାକୁ ଦେଖିବେ ଯିଏ ପ୍ଲେଟ୍ ବାହାର କରୁଛି ସିଏ ବି ଶିଶୁ। ତେଣୁ ଏଇଠି ଆମେ ଦେଖିବା ତା ପାଇଁ ମଧ୍ୟ ହେଲେ ଶିଶୁ ଆଇନ ରହିଛି, ଶିଶୁ ଶ୍ରମ ଅଛି, ସମସ୍ତ ପ୍ରକାର ବିବାହୀକରଣ ଭିତରେ ରହିଛି। ତେଣୁ ଏବେ ଦେଖିବା ଆଇନଟାକୁ କଡ଼ାକଡ଼ି ଭାବରେ ଧରିବା ଏବଂ ଆଇନର ବିଚାର ଭିତରକୁ ଗଲା ପରେ ଆର ବିଭିନ୍ନ ପ୍ରକାର ପ୍ରକ୍ରିୟା ଭିତରେ ଆର ଯେଉଁ ବିବାହୀକରଣ କରାଯାଇଛି ତାହା ଆମେ କେତେ ଦୂର ଭାବରେ ଗ୍ରହଣ କରିବା ଏବଂ ଆର ସମସ୍ୟା ଶିଶୁମାନଙ୍କର ସମସ୍ୟା ନିଜେ ପିତାମାତାମାନେ ହିଁ ସୃଷ୍ଟି ଆମେ କରୁଛେ। ତେଣୁ ଏ ସୃଷ୍ଟି ସମସ୍ୟା ଆମେ କରିବା ଫଳରେ ଆଜି ସରକାର ବାଧ୍ୟ ହୋଇକରି ତା ପାଇଁ ଗୋଟେ ଆଇନ ତିଆରି କରୁଛେ। କାହିଁକିନା ଆମେ ଯେତେବେଳେ ଉଭୟ ସ୍ୱାମୀ ସ୍ତ୍ରୀ ଯେତେବେଳେ ଉଭୟ କର୍ମଜୀବୀ ମହିଳା ହୁଅନ୍ତି ଆମ ଶିଶୁର ଯତ୍ନ କିଏ ନେବ ଏବଂ ଯତ୍ନ ଯେତେବେଳେ ଆମେ ନିଅନ୍ତି, ଯେହେତୁ ଆମେ ବର୍ତ୍ତମାନ ଏକନ୍ୟ ପରିବାର, ଆମ ପାଖରେ ବାପା ମା ରହିବାକୁ ହେବନି କି ଶାଶୁ ଶ୍ୱଶୁର ରହିବାକୁ ହେବନି, କେବଳ ଆମେ ଦୁଇ ଏବଂ ଆମର ସନ୍ତାନ। ଏ ପରିପ୍ରେକ୍ଷୀ ଭିତରେ ଯେତେବେଳେ ଆମେ ଗତି କରୁଛେ ସମସ୍ୟା ତିଆରି କରୁଛି କି ନିଜ ଛୁଆ ପାଇଁ ନିଜ ପରିବାର ଭିତରେ ନିଜ ବାପାମାନେ ହିଁ ସମସ୍ୟା ତିଆରି କରିଛନ୍ତି। ତେଣୁ ଏ ଯେଉଁ ଚିନ୍ତା ବର୍ତ୍ତମାନ ସରକାର କିପରି ଭାବରେ ତାକୁ ଗତି କରିବେ ଏବଂ ତାକୁ କିପରି ଭାବରେ ରକ୍ଷା କରାଯାଇପାରିବ ତାହା ପାଇଁ ଚିନ୍ତା କରିବା। ଆମେ ଦେଖିବା ପ୍ରଥମେ ସ୍କୁଲ ବିଷୟରେ ଯେତେବେଳେ ଚିନ୍ତା କରିବା ତାକୁ ହେଲା ଦଣ୍ଡମୁକ୍ତ ଆନ୍ଦୋଳନ କରାଗଲା, ଦଣ୍ଡମୁକ୍ତ ଅଞ୍ଚଳ କରାଗଲା ସତ, କିନ୍ତୁ ସରକାର ଅନ୍ୟ ମାଧ୍ୟମରେ ଆମକୁ କହିଲେ ଯେ 2 ବର୍ଷ 2.5 ବର୍ଷ ପିଲା ହେଲା ଲୋକଟି ଆପଣ ତାକୁ ଯଦି ଗ୍ରାମାଞ୍ଚଳରେ ଅଛନ୍ତି ତାକୁ ଆପଣ ଛାଡ଼ି ଦିଅନ୍ତୁ ଅଙ୍ଗନବାଡ଼ି ପାଖେ, ସିଏ ଅଙ୍ଗନବାଡ଼ି କୁଆଡ଼େ ଆପଣ ପିଲାକୁ ପଢ଼େଇବେ। ଯେହେତୁ ଆମେ ସହର ଭିତରେ ରହୁଛେ, ଆମେ ଛୁଆ ଜନ୍ମ ନ ହଉ ଆମେ ପ୍ରିପାରେସନ୍ ହେଉଛେ ଯେ ତାକୁ କେଉଁ ପ୍ଲେ ସ୍କୁଲରେ ପଢ଼େଇବା। ତେଣୁ ଆମେ ଯେତେବେଳେ ଚିନ୍ତା କରୁଛେ ପିଲାଟା ସଂସାରକୁ ଆସୁ ଆସୁ ତାକୁ ବହି ବସ୍ତାନିଟିଏ ପେଟରେ ପକାଇ ଗୋଟେ ଶ୍ରମିକ କରିବା ପାଇଁ ଆମେ ତାକୁ ପ୍ରସ୍ତୁତି କରିଦେଉଛେ, ଦାଦନ ଖଟିଲେ ଯେମିତି ଖଟିବ। ସେ ପିଲା 2.5 ବର୍ଷର ଛୁଆ, ସେ ଟୁକୁରି ଦୀପଦ କହିପାରୁନଥିବ, ଚାଲିପାରୁନଥିବ, ତାକୁ ଆମେ ବହି ବସ୍ତାନିଟେ ଧରି ସେ କ'ଣ ଗୋଟେ ହେଇଯିବ ପାଇଁ ଆମେ ତାକୁ ସ୍ୱପ୍ନ ଦେଖୁଛେ। ତେଣୁ ଏ ଯେଉଁ ସ୍ୱପ୍ନ ମାନେ ଦେଖୁଛି କିଏ? କେବଳ ବାପା ମା ହିଁ ସ୍ୱପ୍ନ ଦେଖୁଛନ୍ତି, ନିଜର ସମସ୍ୟା ନିଜେ ତିଆରି କରୁଛନ୍ତି, ନିଜର ଶିଶୁ ପାଇଁ ତାହା ସମସ୍ୟା ତିଆରି କରୁଛନ୍ତି। ତେଣୁ ଯାହାଫଳରେ ଶିଶୁକୁ ଯେତେବେଳେ ଆମେ ହଷ୍ଟେଲକୁ ଛାଡ଼ୁଛେ କିମ୍ବା ଧାଇ ମାଧ୍ୟମରେ ତାକୁ ରଖୁଛେ କିମ୍ବା ଅନ୍ୟ ପ୍ରକାର ବ୍ୟବସ୍ଥା ଭିତରେ ତାକୁ ଯେତେବେଳେ ଆମେ ରଖୁଛେ ସେ ସମୟରେ ଛୁଆର ସମସ୍ୟା ସୃଷ୍ଟି ହୁଏ। ଯଦି ନିଜ ବାପା ମା ହେଇକି ଯଦି ନିଜ ଛୁଆ ପାଇଁ ଯଦି ଆମେ ଯତ୍ନବାନ ହେଇପାରିବା ନାହିଁ, ଆମେ କାହାକୁ ବିଶ୍ୱାସ କରିଦେବା ଯେ ସେ ତା'ର ଯତ୍ନବାନ କରିବ? ଆପଣ ଜାଣିଥିବେ ଅଳ୍ପ ବହୁତ
साधारणतः भाव जेते सब शिशु माने अछंती एवं विशेषकर शिशुकन्या कथा मु कहबी एमती गोटे शिशुकन्या नाही जो शिशुकन्या की पर मुहूर्त से जापारी जे ताकू बहुत समस्या सृष्टि कर जे कि संपर्क बंधु बांधव मान द्वारा ही से प्रथमे माने समस्या सृष्टि कर प्रथमे से द्वारा से शिकार होती तेणु विभिन्न प्रकार समस्या रही तेणु से समस्या गोटे श्रृंखलित आईन बर्तमान तेणु से आईनटा आम केते दूर ग्रहण करिपरिबा एवं ताहा आईन अनुसार आम केते दूर आगू जाइपरिबा से आईन माध्यम आम केमती ताहार समस्या समाधान करिपरिबा तेणु सेथिपई सरकार जुवेनाइल जस्टिस बोर्ड आउ वुमेन एंड चाइल्ड वेलफेयर कमिटी मध्य गठन करिसंती तेणु ए कमिटी माध्यम आम किपरि भाव में गति करिपरिबा ताहा आम निहाती रूप से जानिपरिबा आजिर जे आमर वक्ता अछंती आलोचक अछंती से होती आमर प्रांतन सदस्य जो अतिरिक्त किशोर न्याय बोर्डर से दीर्घ 3 वर्षर अभिज्ञता देखते किपरि भाव में शिशु किशोर मानक जो समस्या भितर से पड़ती आसला से किपरि भाव में न्याय दिगंत भीतर को फिर आनती से जानी पारती ना जे से वास्तव में कोठे अच्छा न्याय एवं अन्याय कौन होती किपरि भाव में समाधान रास्ता और से किपरि भाव में आउ कि अपराध करेंगे ना से अपराध दुनिया किपरि भाव में मुकुले और द्वितीय बार करेंगे ना पुनर्बार करेंगे ना से जो सचेतना कार्यक्रम रही से अनुजाई जो न्याय बोर्ड रही संपर्क में मोर आलोचक आज अतिथि विभूत सामग्री अनुरोध करी से ए संपर्क में आलोचना करेंगे। ये पाइप है दे रहा है।